অমৃত মন্তা অতুষ্প্র দ্রষ্টা অশরণ শরণ অকারণ কারণ সর্বকারণ কারণ বিশ্বব্যাপক মহাপ্রভু শ্রী মনশ্রী সত্যনারায়ণଙ୍କର পবিত্র দরবার। বড় ভাই অযথা আচাରରେ ସମୟକୁ କାଳ ବିଳମ୍ବ ନୀତି ଅବଲମ୍ବନ ନ କରି ଯେ ଯାହାର ସ୍ଥାନକୁ ଅଧିକାର କରିନିଅ। ସମୟ ସାପେକ୍ଷ ବିଳମ୍ବିତ ପ୍ରହର ସମୟ ଏବଂ ପାରିପାର୍ଶ୍ୱିକ ପରିସ୍ଥିତିକୁ ଆଖି ଆଗରେ ରଖି ଯତ୍କିଞ୍ଚିତ କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ପଡ଼ିବ। ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ସାନ୍ଧ୍ୟ ଅବକାଶରେ କୁନି ଝିଅ ଭୂମିକାର ଜନ୍ମଦିନ ଜନ୍ମ ଦିବସ ଉପଲକ୍ଷେ ଆଜିର ଏହି ପବିତ୍ର ସାନ୍ଧ୍ୟ ଅବକାଶରେ ବିଭୁଙ୍କର ନାମ ପ୍ରେମରେ ହଜିଯିବା ବେଚିଯିବା ମଜିଯିବା ତଲ୍ଲୀନ ହୋଇଯିବା ପାଇଁ ଦୁଇ ଚାରି ଧରି ସେହି ମହାପ୍ରଭୁଙ୍କର ଆଶ୍ରିତ ହେବା ମହାପ୍ରଭୁଙ୍କର ଉଦ୍ଦେଶ୍ୟରେ ଦୁଇ ଚାରି ପଦ କଥା ବିଦ୍ୟମାନ ଅଛନ୍ତି। ଗୁରୁକଳ୍ପ ପିତୃକଳ୍ପ ଗୁରୁଜନ ମଣ୍ଡଳୀ ଏବଂ ମଧୁରରେ ରହି ଶ୍ରବଣ କରୁଥିବା ମୋର ଉତ୍କଳର ଆଧ୍ୟାତ୍ମିକ ପୁରାଣଶୀଳୀ ପ୍ରଜ୍ଞାବାଦିନୀ ମା ଭଉଣୀମା ଏବଂ ପୁନାନାନୀ ପିଲାମାନଙ୍କ ସମେତ ସମଧର୍ମୀ ସମମର୍ମୀ ଯୁବକ ଭାଇ ବନ୍ଧୁଗଣ କିଛି ସମୟ ସେହି ପ୍ରଭୁଙ୍କର ନାମ ପ୍ରେମରେ ହଜିଯିବା ବା ପ୍ରଭୁଙ୍କର ବିଷୟରେ ଦୁଇ ଚାରି ପଦ କଥା କହିବାର ଧୃଷ୍ଟତା ମାତ୍ର। ବଡ଼ ଭାଇ ପ୍ରଭୁଙ୍କ କଥା ଆମେ ବା କଣ କହିବା? ଆରେ ଆମେ କହିବା ପାଇଁ ମଣିଷ ଜୀବନ ଛୋଟିଆ ଜୀବନ ଭିତରେ ଗୁରୁଙ୍କର ଯେତିକି ଅପାର କରୁଣା ମା ଭଗବତୀଙ୍କର ଅଶେଷ କଲ୍ୟାଣ। ମଣିଷ ଜୀବନ ଛୋଟିଆ ଜୀବନ ଭିତରେ ଯେତିକି ସଂକଳନ କରିଥାଏ ତାର ସୀମାସର ଭିତରେ ରହି ଦୁଇ ଚାରି ପଦ କଥା କହିବାର ଧୃଷ୍ଟତା ମାତ୍ର। ଅଷ୍ଟାଦଶ ପୁରାଣକୁ ରଚନା କରି ସାରିବା ପରେ କୃଷ୍ଣ ଦ୍ୱୈପାୟନ ବ୍ୟାସ ଶେଷକୁ ଲେଖିଲେ ଭାଇ ଭାଇ ଇକୋଟା ବନ୍ଦ କରିଦିଅ। ଇକୋଟା ଟିକେ ଘାଉ ଘାଉ ଅଛି। ଇକୋଟା ଟିକେ ବନ୍ଦ କରିଦିଅ। ଅମୁକଟା ବନେଇଦିଅ। ବାପା ମା ବାପା ମା ଅଷ୍ଟାଦଶ ପୁରାଣକୁ ରଚନା କରି ସାରିବା ପରେ ବ୍ୟାସଦେବ ଶେଷକୁ ଲେଖିଲେ ନେତି 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 ହେ ନୌତି ନେତି ଅର୍ଥାତ୍ ପ୍ରଭୁଙ୍କର କଥା ଆଗକୁ ଆହୁରି ଅଛି ଆହୁରି ଅଛି। ଯଦି କୃଷ୍ଣ ଦ୍ୱୈପାୟନ ବ୍ୟାସ ଲେଖିଲେ ପ୍ରଭୁଙ୍କର କଥା ଆହୁରି ଅଛି ଅର୍ଥାତ୍ ମୋ ଦ୍ୱାରା ସମ୍ପୂର୍ଣ୍ଣ ହେଇପାରିଲା ନାହିଁ। ଇଏ ଅଧମ କିଞ୍ଚନ ପ୍ରଭୁଙ୍କର କଥାକୁ କଣ ବା କହିବ? ଏ ଅନନ୍ତ ବ୍ୟାପୀ ସଂସାରରେ ଅନନ୍ତଙ୍କ କଥାକୁ କହିବା ପାଇଁ ପଞ୍ଚସଖା ଯୁଗୀୟ କବି ପଦୁଟିଏ ଲେଖିଲେ। ସମସ୍ତେ ପ୍ରାୟ କହନ୍ତି ମହାପ୍ରଭୁ ଅତି ବଡ଼ି ଜଗନ୍ନାଥ ଦାସ ଭାଗବତରେ କହିଲେ, କିନ୍ତୁ ଭାଗବତରେ ଏ ପଦ ନାହିଁ। କଣ ସେ ପଦ? କହିଲେ ଅନନ୍ତ ନାମେ ଅନ୍ତ ନାହିଁ ଅଣକ୍ଷରେ ଯାର ଦେହି ମହାପୁରୁଷ ଅଚ୍ୟୁତ କହିଲେ ଅନନ୍ତ ନାମେ ଅନ୍ତ ନାହିଁ। ଫୁଟା ନୁହ ଅଣ ଅକ୍ଷରେ ଯାର ଦେହି ଅନନ୍ତ ଅ କହିଲେ ନାସ୍ତି ସୂଚନାତ୍ମକ ଅବୟ ଯାହା ନୁହେଁ ତାହା ହଉଛି ନାସ୍ତି। ଅନନ୍ତ ତାଙ୍କ ନାମରେ ଅନ୍ତ ନାହିଁ। ତାଙ୍କ କଥା ଅନନ୍ତ, ତାଙ୍କ ଗାଥା ଅନନ୍ତ, ତାଙ୍କ ଲୀଳା ଅନନ୍ତ, ତାଙ୍କ ଚରିତ୍ର ଅନନ୍ତ। ଏମିତି ଆରେ ଏମିତି କି ମୋ ମହାପ୍ରଭୁ ଗୋଟାଏ ସେଜରେ ଶୋଇଛି
যাহার নাম ମଧ୍ୟ ଅନନ୍ତ সেইଥିପାଇଁ ଅଚ୍ୟୁତାନନ୍ଦ ଦାସ ଲେଖିଲେ ଅନନ୍ତ ନାମେ ଅନ୍ତ ନାହିଁ ଅଣ ଅକ୍ଷରେ ଯାର ଦେହି ଦେହି ଶବ୍ଦର ଅର୍ଥ ଯାହାର ଜ୍ଞାନ ଅଛି ସେ ଜ୍ଞାନୀ ଯାହାର ଧନ ଅଛି ଯାହାର ଧନ ଅଛି ସେ ଧନୀ ଅର୍ଥାତ୍ ଯାହାର ଦେହ ଅଛି ସିଏ ଦେହୀ ଯଦି ତାଙ୍କର ଦେହ ଅଛି ତାହେଲେ କେମିତି କହିଲେ ମହାପୁରୁଷ ଅଣ ଅକ୍ଷରେ ଯାର ଦେହି ନାସ୍ତି ସୂଚନାତ୍ମକ ଅବୟ ବୋଇଲେ ଯାହା ନୁହେଁ ଶୂନ୍ୟ ମଣ୍ଡଳରେ ଭଗବାନଙ୍କର ଉପସ୍ଥିତି ଯାହାକୁ ପ୍ରତିପାଦିତ କରିବା ପାଇଁ ମୋ ଜ୍ଞାନୀ ଜନ୍ମାନ ସନ୍ଥ କବି ଭୀମ ଭୋଇପଦୁଟିଏ ଲେଖିଲେ କଣ ଲେଖିଲେ କହିଲେ ଶୂନ୍ୟ ମନ୍ଦିର ବିହାର କହିଲେ ଶୂନ୍ୟ ମନ୍ଦିର ବିହାର ରୂପରେଖ ନାହିଁ ଯାର ଶୂନ୍ୟ ବିହାର ରୂପ ନାହିଁ ରେଖ ନାହିଁ କିଛି ନାହିଁ ପୁଣି ଆମ ମାନଙ୍କୁ ବାଉଳା କଲେ ସନ୍ଥ ଆରେ ସନ୍ଥ କବି ଭୀମ ହୋଇ ସିଏ ଆମକୁ ପୁଣି ଥରେ ବାଉଳା କଲେ ଯଦି କହିଲେ ତାଙ୍କର ରୂପ ନାହିଁ ରେଖ ନାହିଁ କିଛି ନାହିଁ ପୁଣି କହିଲେ ଦୁଇ ପାଦ ନ ମିଶାଇ ଏକ ପାଦେ ଧର ଯଦି କିଛି ନାହିଁ ପାଦ କୋଉଠୁ ବାପା ଆସିଲା ଏମିତି ସେମିତି କବି ନୁହଁ ସନ୍ଥ କବି ଭୀମ ହୋଇ ବାପା ମାନେ ଆଜିକାଲି ଆପଣ ମାନେ ଯୋଉଠିକି ଯାଆନ୍ତୁ ଛକକୁ ଯାଆନ୍ତୁ ବଜାରକୁ ଯାଆନ୍ତୁ ଯେକୌଣସି ଜାଗାକୁ ଯାଆନ୍ତୁ ଧର୍ମାନୁଷ୍ଠାନ